ବାପାରେ ସାରା ପେଟ ବାଇ ରନ୍ଧ ହେଇଯାଇଥିଲା। ଓହୋ କି ଝାଡ଼ାରେ ଜୀବନ ସାରା ବାପା ଏଭଳିଆ ଝାଡ଼ା ମୁଁ ଯାଇନଥିଲି କେବେ। ଓହୋ ଯେତେବେଳେ ଆସିଲି ଡୋରଟା ବନ୍ଦ ଅଛି କିଏ ତା ଭିତରେ ପଇଛ? ଜଲ୍ଦି ବାହାର ନହେଲେ ମୋର ବାହାରେ ହେଇଯିବ। ପେଟ ଭିତରେ ମୁଁ ଭାବୁଛି ଶଳା ଡୋଜର ଚାଲିଛି ନା କଣ? ଖୋଲୁଛ ନା ନାଇଁ? ଆରେ କିଏ ଅଛି ତା ଭିତରେ ଜମା ଶୁଣୁନି। ଆଉ ବସିଲି ମୁଁ ବାହାରେ ଆଉ ମୋର ଦୋଷ ନାହିଁ। ତମେ କିଏ କଣ ହେଇଛି ତମର? ଇରେ ବାପା କାଲି ସେ ଧନୀ ବାବୁ ଘର ଯୋଉ ପୁରୀ କରିଥିଲା କଞ୍ଚା ପୁରୀ, ଡାଲିଟା ଠିକ ହେଇଥିଲା, ସେଥିପାଇଁ ଲୋଭରେ 3-4 ପଟ ଖାଇଦେଇଛି। ଆଉ ଓ ଠିକ 3:30 ରାତି ହବ ବା 2 କର ଦେଇ ଖାଲି ବୋହିଗଲା ଯେ ଗାମୁଛା ପଟା 2-3ଟା ଗଞ୍ଜିଆ ହେଇକି ପଡିଛି। ଖାଲି ବାଇ ରନ୍ଧ ହେଇଯାଉଛି। ମୁଁ ଆଉ କଣ କହିବି ମୋ କଥା? ସେଇ ଡାଲମା ଯୋଉ ସୁଆଦିଆ ହେଇଥିଲା ମୁଁ ଆପଣଙ୍କଠୁ ଗୋଟେ ଅଧିକା ଖାଇଦେଇଛି। ସାରେ ବାବା ମୁଁ ଆଉ ରାତିରେ ଶୋଇପାରିଛି? ମୁଁ ରାତିରେ ତ କାଲି ଧାଉଁଛି ଆଉ। ବାପା ଆରେ ଇଏ କମଳ ଘୋରେଇ ହେଇକି ଏଇଟା ବେଡସିଟ୍ ଘୋରେଇ ହେଇକି କୁଆଡେ ଝାଡା ଯାଉଛୁ କି ରେ? କାଇଁ କଣ ଅସୁବିଧା ହେଲା? ଏଇଟା ତୋର ନୀତି ନୁହଁ? ସେଇଥିପାଇଁ ଘରେ ଶଳା ଅଶାନ୍ତି ପିଟାପିଟି ମରାମରି ଘର ହଉଛି। ଶଳା ନୀତି ନାହିଁ ନୈତିକ ନାହିଁ, ଗୋଟେ କମଳ ଘୋଡି ହେଇକି କଣ ଯାଉଛୁ କି ରେ ତୁ ଗୋଟେ? କଣ ଅସୁବିଧା ଆମର ହେଲା କି? ମୋ ବାପାର ଦରମା 1,00,000, ମୋ ଭାଇର 80,000, ମୋ ଦିଦି ଏବେ ଯୋଉ ରେଲୱେରେ ଚାକିରି କରିନି ନା ସେ ପାଇଲାନି 40,000 ଫାଷ୍ଟରୁ। ଶାନ୍ତି ନାହିଁ ନୀତି ନିୟମରେ ନାହୁଁ। ଆଚାର ଲକ୍ଷ୍ମୀ ବିଚାରେ ପଣ୍ଡିତ। ଆଚାର ରଖିଲେ ସିନା ଇଏ ଘୋଡେଇ ହେଇକି ତୁ ଯିବୁ, ଘରେ ଅଶାନ୍ତି ହବନି? ଆରେ 2ଟା ଗାମୁଛା ପିନ୍ଧିକି ଯିବୁ, ସେଠି ଧୋଇବୁ, ଟିକେ ସ୍ନାନ କରିବୁ, ତାହେଲେ ତୁ ଭବସାଗରରୁ ମୁକ୍ତି ପାଇ। ଆଉ ଇଏ କମଳ ଘୋଡି ହେଇକି ସେଇ ଗୋଟେ 89 ପୁରୁଷ ଦିନରୁ ଯୋଉ କଥା ସେଇ କଥା କରୁଛୁ। ହଇରେ ଯୁଗ ଯାଇ କୋଉଠୁ ଉଠିଲାଣି? ତୁ ଦିନେ ହେଲା ବାପା ସତସଙ୍ଗକୁ ଯାଇନୁ, ତା ଜଣା ପଡୁଛି। ଇଏ ୟା ଭିତରେ ଏତେ କଥା ଅଛି? ତାମାନେ ତମେ କହିବା କଥା ଖାଲି ଗାମୁଛା ପାଲଟିକି ଯିବି, ଆସିବି, ଗାଧୁଆ କରିବି? ଆମ ଘରେ କାହିଁ ଏତେ କେହି କିଛି କରୁନାହାନ୍ତି? ଆରେ ଜାଣିନାହାନ୍ତି, କିଏ କରୁନାହାନ୍ତି? ଯିଏ ଜାଣିଛନ୍ତି କରୁଛନ୍ତି, ଯିଏ ଶାସ୍ତ୍ର ନୀତିରେ ଯାଉଛି ନିଶ୍ଚିତ ଭାବରେ ସେ କରୁଛି, ନହେଲେ ଜାଣିଛି କରୁନି। ଆଜିଠୁ ଜାଣିଲୁ, ସେ କାମ କର, 7 ଦିନ ଭିତରେ ମତେ ଜଣେ